ମଣିଷ ମିଛ ସମ୍ପର୍କକୁ ପାଇବା ଆଶାରେ ଅନେକ ସମୟ ନଷ୍ଟ କରିଦେଇଥାଏ। ପ୍ରକୃତ ସମ୍ପର୍କ ପାଖରେ ଥାଇ ବି ତାକୁ ଅଣଦେଖା କରେ। ନା ମିଛ ସମ୍ପର୍କକୁ ପାଇପାରେ, ନା ପ୍ରକୃତ ସମ୍ପର୍କକୁ ନିଜର କରିପାରେ। ଯଦି କାହାର ଭାବନା ଆପଣଙ୍କୁ ବାରମ୍ବାର ହଇରାଣ କରୁଛି, ତ ବୁଝିଯାଅ ତାଙ୍କର ହୃଦୟରେ ବି ଆପଣ ହିଁ ଅଛନ୍ତି। ଗୋଟେ ସକାଳ ହେଉଥିଲା ଯେବେ ମୁଁ ହସି ହସି ଉଠୁଥିଲି, ହେଲେ ଏବେ ଅନେକ ଥର ବିନା ହସରେ ହିଁ ସଞ୍ଜ ହୋଇଯାଉଛି। ଜୀବନ ଏକ ସଂଗ୍ରହାଳୟ, କିଛି ଖୁସିର, କିଛି ଦୁଃଖର, ଆଉ କିଛି ଅବିସ୍ମରଣୀୟ ମୁହୂର୍ତ୍ତର। ଅଭାବ ଜୀବନରେ ସମସ୍ତଙ୍କର ଥାଏ। କାହାର ସମୟ, କାହାର ସମ୍ପର୍କ, କାହାର ଧନ, ଆଉ କାହାର ଶାନ୍ତିର ଅଭାବ। ତା ଭିତରେ ଯେ ଖାପ ଖୁଆଇ ପାରିଲା, ସେ ହିଁ ଜିତିଯାଏ। କାହାକୁ କିଛି ଦେଇକି ଅହଙ୍କାର କରନ୍ତୁ ନାହିଁ। କିଏ ଜାଣିଛି ତୁମେ ତାକୁ ଦେଉଛ ନା ପୂର୍ବଜନ୍ମର ଋଣ ସୁଝୁଛ। ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝିପାରେନି କି କେବେ ଶାନ୍ତିରେ ରହିପାରେନି। ଜୀବନରେ ସବୁ ଲଢ଼େଇ ଏକା ହିଁ ଲଢ଼ିବାକୁ ପଡ଼ିବ, କାରଣ ଅନ୍ୟମାନେ କେବଳ ସାନ୍ତ୍ୱନା ଦେବେ, କିନ୍ତୁ ପାଖରେ କେହି ଛିଡ଼ା ହେବେ ନାହିଁ। ଅହଙ୍କାର ଏମିତି ଏକ ବୃକ୍ଷ ଯେଉଁଥିରେ କେବଳ ବିନାଶର ଫଳ ବ୍ୟତୀତ ଅନ୍ୟ କୌଣସି ଫଳ ଫଳି ନଥାଏ। ଏହିସବୁ ନିୟମ ମାନିଲେ ସମ୍ପର୍କ ଅତୁଟ ହୋଇ ରହିଥାଏ। ପରସ୍ପର ପାଇଁ ସମୟ ବାହାର କରନ୍ତୁ। କ୍ରୋଧକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଭଲ ଏବଂ ଖରାପ ସମୟରେ ସମର୍ଥନ କରନ୍ତୁ। ତୁଳନା କରନ୍ତୁ ନାହିଁ। ଅତୀତକୁ ଅତୀତରେ ରହିବାକୁ ଦିଅନ୍ତୁ। ବର୍ତ୍ତମାନର ଉପଭୋଗ କରନ୍ତୁ। ସମ୍ପର୍କ ବୈଦ୍ୟୁତିକ କରେଣ୍ଟ ପରି। ଯଦି ଆପଣ ଭୁଲ ସଂଯୋଗ କରନ୍ତି, ତେବେ ଆପଣ ଜୀବନ ଅସୁବିଧାର ସମ୍ମୁଖୀନ ହେବେ, ଏବଂ ଯଦି ସଠିକ୍ ଭାବରେ ସଂଯୁକ୍ତ, ତାହେଲେ ତୁମର ଜୀବନ ଆଲୋକରେ ପରିପୂର୍ଣ୍ଣ ହୁଏ। ଉଭୟ ଭୁଲକୁ ବୁଝିବାକୁ ଏବଂ ପରସ୍ପରକୁ କ୍ଷମା କରିବାକୁ ଇଚ୍ଛୁକ ହେଲେ ସମ୍ପର୍କ ଦୃଢ଼ ହୋଇଥାଏ। ଯେଉଁମାନେ ଆପଣଙ୍କୁ ବିରକ୍ତ କରନ୍ତି, ସେମାନଙ୍କ ଅପେକ୍ଷା ଆପଣଙ୍କୁ ପ୍ରେରଣା ଦେଉଥିବା ଲୋକଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ତୁମେ ଜୀବନରେ ବହୁତ ଆଗକୁ ଯିବ। କାହାକୁ ହାସଲ କରିବା କି ପାଇଯିବାକୁ କେବଳ ପ୍ରେମ କୁହାଯାଇନଥାଏ। ପ୍ରକୃତ ପ୍ରେମ ତାକୁ କୁହାଯାଏ ଯେଉଁଠି ପାଇବାର କି ହାସଲ କରିବାର ଆଶା ନଥାଏ, ତଥାପି ଭଲ ପାଇବା ସେମିତି ଥାଏ। ଗୋଟିଏ ପୁଅର ଆଖି କେବେ ମିଛ କହିନଥାଏ। ଗୋଟିଏ ପୁଅ ସେତେବେଳେ କାନ୍ଦିଥାଏ ଯେତେବେଳେ ତାର ଅତି ଆପଣାର ମଣିଷଟି କଷ୍ଟ ଦେଇଥାଏ। ଯେଉଁ ଝିଅ ବାପ ଘରେ ଅଭାବ ଦେଖୁଛି, ଶାଶୁ ଘରେ ପରିସ୍ଥିତି ଯେତେ ଖରାପ ହେଉନା କାହିଁକି, ସେଠି ନିଜକୁ ଖାପ ଖୁଆଇ ଚଳେଇ ନେବ। ଗୋଟେ ମଣିଷ ସେତେବେଳେ ଅଧିକ ଯନ୍ତ୍ରଣା ପାଇଥାଏ ଯେତେବେଳେ ସେ ଚାହିଁଲେ ମଧ୍ୟ ତା ଦୁଃଖର କାରଣ କାହା ଆଗରେ କହିପାରେ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଏହିଭଳି କିଛି ନୂଆ କଥା ଶିଖିବା ପାଇଁ।